ଯେକୌଣସି ଗୋଟିଏ ଶନିବାର କିମ୍ବା ମଙ୍ଗଳବାର ଦିନସାରା ଉପବାସ ରହିବେ। ରାତି 12ଟା ପରେ ସ୍ନାନ କରି ଶୁଦ୍ଧ ବସନ ପରିଧାନ କରି ଏହି କର୍ମଟି କରିବେ। ଶରୀରଟିକୁ ଯଦି ଆମେ ମନ୍ଦିର ବୋଲି ଭାବି ଯତ୍ନ କରିପାରୁ, ଶରୀରଟାକୁ ଭଲ ରଖିପାରୁ, ତାହେଲେ କିନ୍ତୁ ଭଗବାନ ଆସିବେ। ବନ୍ଦେ ଲୋକ ତିଳକଂ ସାତ୍ୱତ ବାର୍ତ୍ତା ବିଭୂଷଣଂ ଅମର କୃତିଶ୍ଚାରଣଂ ପ୍ରବୁଦ୍ଧଂ ଲୋକ ଜୀବନଂ ପ୍ରଣୟ ପ୍ରମତ ଜାଗ ଦୀପନଂ ବନ୍ଦେ ଜୀବନ ଜୀବନଂ ସତ୍ପୁରୁଷୋତ୍ତମଂ। ଜୟ ଗୁରୁ। ପ୍ରଥମେ ଆପଣମାନଙ୍କୁ ସମସ୍ତଙ୍କୁ ଆମର ଏହି ଅମୃତବାଣୀ ଚ୍ୟାନେଲକୁ ଅନେକ ଅନେକ ସ୍ୱାଗତ ଜଣାଉଛୁ। ଆଜିର ଆଲୋଚନାରେ ରଖିଛି ଯେ ଗୃହର ଚାରିଦିଗରେ କେଉଁ 4ଟି ଜିନିଷ ରଖିଦେଲେ ସଙ୍ଗେ ସଙ୍ଗେ ଘରର ଉନ୍ନତି, ସଂସାରର ଉନ୍ନତି ଖୁବ୍ ଶୀଘ୍ର ହେବ, ଝଡ଼ ବେଗରେ ଉନ୍ନତି ହେବ। ତା ସହିତ କୌଣସି ପ୍ରକାର ଗ୍ରହ ଦୋଷ, ଅଶୁଭ ଦୋଷ, ଆପଦ ବିପଦ ଗୃହ ମଧ୍ୟକୁ ପ୍ରବେଶ କରିପାରିବ ନାହିଁ। ଯଦି ସବୁ ସମୟରେ ଅଭାବ ଅନାଟନ ଲାଗି ରହୁଥାଏ, ଅଶାନ୍ତି ଲାଗି ରହୁଥାଏ, ସେଥିରୁ ସହଜରେ ରକ୍ଷା ମିଳିବ। ଅନେକ ଲୋକ ଅଛନ୍ତି ଯେଉଁମାନେ କାହାର ଉନ୍ନତି ହେଲେ ଦେଖି ସହିପାରନ୍ତି ନାହିଁ, ଅନ୍ୟର ଉନ୍ନତି ଦେଖିଲେ ଦୁଃଖୀ ହୋଇଯାଆନ୍ତି। ଆପଣ ବିପଦରେ ପଡ଼ିଲେ ସେମାନେ ଖୁବ୍ ଖୁସି ହୁଅନ୍ତି। ଆପଣ ଉନ୍ନତି କଲେ ହିଂସା କରନ୍ତି, ଈର୍ଷା କରନ୍ତି, ଆପଣଙ୍କର କ୍ଷତି କରିବାକୁ ଚେଷ୍ଟା କରନ୍ତି। ସାମ୍ନା ସାମ୍ନି କ୍ଷତି ନ କରିପାରିଲେ ବି ଗୁପ୍ତ ଭାବରେ ଆପଣଙ୍କର କ୍ଷତି କରିବାକୁ ଚେଷ୍ଟା କରନ୍ତି। ସେହି ଗୁପ୍ତ ବିପଦରୁ କିନ୍ତୁ କିପରି ଆପଣ ସହଜରେ ରକ୍ଷା ପାଇବେ। ଅନେକ ଲୋକଙ୍କର ଘରେ ସବୁ ସମୟରେ ରୋଗ ଜ୍ୱାଳା, ଅଶାନ୍ତି ଲାଗି ରହେ, ସହଜରେ ଯେପରି ପିଛା ଛାଡ଼ିବାକୁ ଚାହେଁନା। ସେହି ସମସ୍ୟାରୁ କିପରି ଆପଣ ସହଜରେ ମୁକ୍ତି ଲାଭ କରିବେ। ଆପଣମାନଙ୍କର ଉତ୍କଣ୍ଠା ବଢ଼ୁଥିବ ଯେ କ'ଣ ସେହି ଜିନିଷଟି ଯାହା ପ୍ରୟୋଗ କଲେ ଆପଣ ସମସ୍ତଙ୍କର ସବୁ ସମସ୍ୟା ଦୂର ହୋଇଯିବ। ଆଉ ଡେରି ନ କରି ଚାଲନ୍ତୁ ଜାଣିନେବା ଏହି ବିଶେଷ ଉପାୟଟି କ'ଣ। ଆମମାନଙ୍କର ଜୀବନରେ ସମସ୍ୟାର କୌଣସି ଅନ୍ତ ନାହିଁ। ଗୋଟିଏ ସମସ୍ୟାର ସମାଧାନ ହେଲେ ଆଉ ଗୋଟିଏ ନୂତନ ସମସ୍ୟା ଆସି ପହଞ୍ଚିଯାଏ। ଏହି ଭାବରେ ଆମର ଦୈନନ୍ଦିନ ଜୀବନରେ ସମସ୍ୟା ଲାଗି ରୁହେ। କାହାର ଅର୍ଥର ଅଭାବ, କାହାର ରୋଗ ଯନ୍ତ୍ରଣାର ସମସ୍ୟା, କାହାର ଗୃହରେ ଅଶାନ୍ତିର ସମସ୍ୟା, କାହାର ଉନ୍ନତିର ସମସ୍ୟା, କାହାର ଜୀବନରେ ଗୁପ୍ତ ଶତ୍ରୁର ସମସ୍ୟା। ଏହିସବୁ ନାନା ସମସ୍ୟାରେ ଆମେମାନେ ଜର୍ଜରିତ ହେଉ। ଏଥିପାଇଁ ପରମ ଦୟାଲ ଆମକୁ ସବୁଠାରୁ ବଡ଼ ଉପାୟ ଦେଇଛନ୍ତି। ତାଠାରୁ ବଡ଼ ଉପାୟ ଆଉ ସଂସାରରେ ନାହିଁ। ଆସନ୍ତୁ ଜାଣିବା ଶ୍ରୀ ଶ୍ରୀ ଠାକୁରଙ୍କର ପ୍ରଦତ୍ତ ବିଗ୍ ସଲ୍ୟୁସନ୍ ବିଷୟରେ। ସେ ଆମକୁ ଯାଜନ ସେବାରେ ଇଷ୍ଟଭୃତି ପାଳନ କରିବାର କଥା କହିଛନ୍ତି। ଅର୍ଥାତ୍ ସେ ପ୍ରଥମରେ ଯାହା କହିଲେ ତାହା ହେଲା ଯଜନ, ଯାଜନ, ଇଷ୍ଟଭୃତି। ଏହି 3ଟି ଧାରା ମଧ୍ୟ ଦେଇ ଆମେ ଆମର ଜୀବନକୁ ସାର୍ଥକ କରି ତୋଳିପାରିବା। ଯେତେବେଳେ କୌଣସି ସମୟରେ ଆମ ଜୀବନରେ ଝଡ଼ ଉଠେ, ଜୀବନରେ ସବୁକିଛି ଏପଟ ସେପଟ ହୋଇଯାଏ, ସେତେବେଳେ ତପସ୍ୟା ମାଧ୍ୟମରେ ଆମକୁ ମହାଶକ୍ତି ତିଆରି କରିବାକୁ ହେବ। ସର୍ବସିଦ୍ଧିର ମିଳନ ଘଟାଇବାକୁ ପଡ଼ିବ। ଜୀବନ ବୃଦ୍ଧିର ଯେଉଁ ଅମୋଘ ମନ୍ତ୍ର, ସେହି ମନ୍ତ୍ର ଜପ କରିବାର ମଧ୍ୟ ଦେଇ ଏହି ଝଡ଼ଝଞ୍ଜାର ପ୍ରତିକୂଳ ପରିସ୍ଥିତି ମଧ୍ୟରୁ ଆମେ ମୁକ୍ତି ଲାଭ କରିବା। ଆଉ ଇଷ୍ଟଭୃତିକୁ ସଜାଗ ରଖିବାକୁ ହେବ। ଯାହାର ମନରେ ସର୍ବଦା ଇଷ୍ଟଙ୍କର ଭରଣ ପୋଷଣର ଚିନ୍ତା ଥାଏ, ଅର୍ଥାତ୍ ଯିଏ ସବୁ ସମୟରେ ଚିନ୍ତା କରନ୍ତି କି ଆମେ କିପରି ଭାବରେ ଇଷ୍ଟଙ୍କର ସେବା କରିବୁ, ଯିଏ ଇଷ୍ଟଙ୍କର ଚରଣରେ ସମସ୍ତ ପ୍ରବୃତ୍ତିକୁ ଦାନ କରିଦିଏ, ସମର୍ପଣ କରିଦିଏ, ସେ କିନ୍ତୁ ସମସ୍ତ କାର୍ଯ୍ୟ ସମ୍ପୂର୍ଣ୍ଣ କରିପାରେ ଆଉ ନିଜର ଜୀବନକୁ ସୁଖ ଶାନ୍ତି ଆଉ ସୁମଧୁର କରି ଗଢ଼ି ତୋଳିପାରେ। ଆମମାନଙ୍କ ମନରେ ସବୁବେଳେ ଅହଙ୍କାର ଯେପରି ଘର କରି ରହିଥାଏ, ଏହା ଫଳରେ ସାରା ଜୀବନ ଦୁଃଖ ଦାରିଦ୍ର୍ୟରେ ଶେଷ ହୋଇଯାଏ। ତେଣୁ ଇଷ୍ଟଙ୍କର ଭରଣ ପୋଷଣ ମଥାରେ ନେଇ ଚଳିବାକୁ ହୁଏ। ଶ୍ରୀ ଶ୍ରୀ ଠାକୁର ଇଷ୍ଟଭୃତିକୁ ନିକୁମ୍ଭିଲା ଯଜ୍ଞ ସହିତ ତୁଳନା କରିଛନ୍ତି। ଆପଣମାନେ ସମସ୍ତେ ଜାଣିଥିବେ, ତ୍ରେତୟା ଯୁଗରେ ରାବଣର ପୁତ୍ର ଇନ୍ଦ୍ରଜିତ ଅଜୟ ରହିବା ପାଇଁ ଏହି ଯଜ୍ଞ କରିଥିଲା। ଆଉ ସେହି ଯଜ୍ଞରେ ବିଘ୍ନ ଘଟିବାରୁ ସେ ମୃତ୍ୟୁବରଣ କରିଥିଲା। ତେଣୁ କିପରି ଭାବେ ତାଙ୍କର କୁହା ସବୁ ମାନି ଚଳି ତାଙ୍କୁ ସନ୍ତୁଷ୍ଟ କରିବୁ ଆଉ ସହଜରେ ତାଙ୍କର ଆଶୀର୍ବାଦ ଲାଭ କରିବୁ। ଶ୍ରୀ ଶ୍ରୀ ଠାକୁର କହିଲେ, ପ୍ରକୃତ ରୂପେ ଯଦି ଭଲ ରହିବାକୁ ଚାହୁଁ, ତେବେ ନିଖୁଣ ଭାବରେ ସ୍ୱସ୍ତୟିନୀ ବ୍ରତ ପାଳନ କରିବାକୁ ହୁଏ। ସେ ଆମକୁ ନିଖୁଣ ଭାବରେ ନାମ ଜପ, ଇଷ୍ଟଭୃତି, ଯାଜନ ଏବଂ ସ୍ୱସ୍ତୟିନୀ ବ୍ରତ ପାଳନର କଥା କହିଛନ୍ତି। ଆଉ ଏସବୁ ପାଳନ କରିବାର ମଧ୍ୟ ଦେଇ ଆପଦ ବିପଦ, ଦରିଦ୍ରତା ସବୁକିଛି କଟିଯାଏ। ଏହା ମଧ୍ୟ ଦେଇ ସୁଖ ସମୃଦ୍ଧି ଫୁଟି ଉଠିବ, ଆୟୁ ବୃଦ୍ଧି ପାଇବ। ମନୁଷ୍ୟର ଶରୀରରେ କିନ୍ତୁ ଭଗବାନଙ୍କର ବାସ।
ଆମ ଶରୀରଟିକୁ ଯଦି ଆମେ ମନ୍ଦିର ବୋଲି ଭାବି ଯତ୍ନ କରିପାରୁ, ଶରୀରଟାକୁ ଭଲ ରଖିପାରୁ, ତାହେଲେ କିନ୍ତୁ ଭଗବାନ ଆସିବେ। ଆମକୁ ସବୁବେଳେ ସତ୍କର୍ମ କରିବାକୁ ହେବ, ସତ୍ ପଥରେ ଚାଲିବାକୁ ହେବ। ଅସତ୍ ପଥରେ ବା ଅସତ୍ କର୍ମ କରିଲେ କିନ୍ତୁ ଚଳିବ ନାହିଁ। ଯେତେବେଳେ ମନେ ହେବ ଯେ ଏଇଟା ସତ୍କର୍ମ, ସଙ୍ଗେ ସଙ୍ଗେ ସେହି କର୍ମଟି କରିବାକୁ ହେବ। ପଡ଼ା ପ୍ରତିବେଶୀଙ୍କର ବିପଦ ସମୟରେ ସବୁବେଳେ ସାହାଯ୍ୟ କରିବା ପାଇଁ ଶ୍ରୀ ଶ୍ରୀ ଠାକୁର କହିଛନ୍ତି। ଶ୍ରୀ ଶ୍ରୀ ଠାକୁର ପୁଣି କହିଛନ୍ତି, ସ୍ୱସ୍ତୟିନୀ ବ୍ରତଟାକୁ ନିଖୁଣ ଭାବେ ପାଳନ କରିବା ଦରକାର। ଏଇଟିକୁ ପ୍ରତିଦିନ ଶ୍ରଦ୍ଧା ଆଉ ଭକ୍ତିର ସହିତ ପାଳନ କରିବାକୁ ହେବ। ଆମର ଜୀବନକୁ ସୁମଧୁର କରିବା ପାଇଁ ପୂର୍ଣ୍ଣ ଭକ୍ତିଭରେ ଇଷ୍ଟଭୃତିଟା ପାଳନ କରିବା ଉଚିତ। ତେଣୁ ଇଷ୍ଟଭୃତି ଆଉ ସ୍ୱସ୍ତୟିନୀ ହେଲା ମହାତୋଟକା। ଏଇ ମହାତୋଟକା ଆମମାନଙ୍କୁ ସମସ୍ତଙ୍କୁ ପାଳନ କରିବାକୁ ହେବ। ଏହା ମଧ୍ୟ ଦେଇ ଜୀବନରେ ଦୁର୍ବାର ଗତିରେ ଉନ୍ନତି ହୁଏ। ତେଣୁ ଏଇ ମହାତୋଟକା ଆମକୁ ସମସ୍ତଙ୍କୁ ପାଳନ କରିବାକୁ ପଡ଼ିବ। ଏଥର ଆସନ୍ତୁ ଜ୍ୟୋତିଷ ଶାସ୍ତ୍ର ଅନୁସାରେ କ'ଣ କରିବାକୁ ହେବ ଜାଣିବା। ଜ୍ୟୋତିଷ ଶାସ୍ତ୍ର ଅନୁସାରେ କୃଷ୍ଣ ପକ୍ଷରେ ଯେକୌଣସି ଗୋଟିଏ ଶନିବାର କିମ୍ବା ମଙ୍ଗଳବାର ଦିନସାରା ଉପବାସ ରହିବେ। ରାତି 12ଟା ପରେ ସ୍ନାନ କରି ଶୁଦ୍ଧ ବସନ ପରିଧାନ କରି 4ଟି ମାଟିର ସରା ନେବେ। ତା ଦେହରେ 1 ମୁଠା ରାଶି, 4ଟି ଲୁହାକଣ୍ଟା, କିଛି କର୍ପୂର, 4ଟି ଟଙ୍କିକିଆ କଏନ୍, 4ଟି ପାନପତ୍ର, କିଛି ସିନ୍ଦୁର ଆଉ 4ଟି ଗୋଟା ଗୁଆ ନେବେ। ଆଉ ଝୁଣାଦାନୀ, କିଛି ଝୁଣା ନେବେ। ଏସବୁ ନେଇ ଗୃହର ବାହାର ପାଖର ଐଶାନ୍ୟ କୋଣରେ ପ୍ରଥମେ ଝୁଣା ଧୂପ ପ୍ରଜ୍ୱଳିତ କରିବେ। ତାପରେ ଗୋଟିଏ ଲୁହାକଣ୍ଟା ପୋତିଦେବେ। ତାପରେ ଗୋଟିଏ ସରାରେ ସିନ୍ଦୁର ଲଗାଇ ତା ମଧ୍ୟରେ କିଛି ରାଶି ପକାଇବେ। ଗୋଟିଏ ଗୁଆ, ଗୋଟିଏ ପାନ, ଗୋଟିଏ କଏନ୍ ସବୁକୁ ରଖି ଆଗରୁ ଯେଉଁ କଣ୍ଟା ପୋତିଥିବେ ତା ଉପରେ ସରାକୁ ମଧ୍ୟ ପୋତିଦେବେ। ଆଉ ଗାତରୁ ବାହାରିଥିବା ମାଟିରେ ଗାତକୁ ପୁଣି ପୂର୍ବ ପରି ଢାଙ୍କି ଦେବେ। ତାପରେ ଅନ୍ୟ କୋଣମାନଙ୍କରେ ମଧ୍ୟ ସେହିପରି କରିବେ। ତାପରେ ଘରେ ଆସି ଭଲ ଭାବରେ ହାତ ପାଦ ଧୋଇ ନେବେ। ଏହି ଉପାୟଟି କଲେ ଆପଣଙ୍କ ଘରୁ ସବୁ ଆପଦ ବିପଦ, ଗ୍ରହଦୋଷ ପ୍ରଭୃତି ଦୂରେଇ ଯିବ। ଆଜିର ଆଲୋଚନାଟି ଏଇଠି ରଖୁଛି। ଶେଷରେ ସମସ୍ତଙ୍କର ପଞ୍ଚ ମହାବିଧ ଜୀବନର ମଙ୍ଗଳ କାମନା କରି ରହୁଛି। ଜୟ ଗୁରୁ।